ଆମ ସ୍କୁଲରେ ନ୍ୟାସନାଲ ସ୍ପେସ୍ ଡେ ହେଇଥିଲା ନା ଡ୍ରଇଂ କମ୍ପିଟିସନ ର ସେଥିରେ ମୁଁ ସେକେଣ୍ଡ ହେଇଛି ଦେଖ। କଣ କହୁଛୁ ସାଇନା ତୁ ସେକେଣ୍ଡ ହେଇଛୁ ମୋ ଡ୍ରଇଂ ରେ ଦେଖା ଦେଖା सर्टिफिकेट। वाओ सତରେ ଯା ହଉ ମୋର ଝିଅର ଡ୍ରଇଂ ବହୁତ ବଢିଆ ହେଉଛି। ଗୁଡ୍ ଗାର୍ଲ। ଆଉ ଲୁଇ ତୁ ତମ ସ୍କୁଲରେ କଣ ହେଇଛୁ? ମାମା ମୁଁ କିଛି ବି ହେଇନି। ଆରେ ଲୁଇ ମନ ଦୁଃଖରେ ପଳେଇଲା। ତା କଥା ଛାଡ଼ ମୁଁ ତ ପରେ ବୁଝେଇ ଦେବି। ଆଉ ସାଇନା ଶୁଣୁ ଏ सर्टिफिकेट ନେ ପୁରା ସମ୍ଭାଳିକି ରଖିଦେବୁ। ବାପା ଆସିଲେ ଦେଖେଇ ବୋଲେ ବହୁତ ଖୁସି ହେଇଯିବେ ନେ। ହଉ ମାମା। ପଳେଇଲା ତାକୁ सर्टिफिकेट ମିଳିଛି ବୋଲି ଭାରି ଷ୍ଟାଇଲ କରୁଛି। ये सर्टिफिकेट को सेकेंड ହେଇଛି ନା। ଲୁଇ ଇଏ କଣ କରୁଛୁ ତୁ? ମାମା ମୁଁ ଜାଣିଛି ଲୁଇ ତୁ ତମ ସ୍କୁଲରେ କିଛି ହେଇନି ବୋଲି ତ ମନ ଦୁଃଖ ଅଛି। ତା ମାନେ ନୁହେଁ ଯେ ତୁ ସାଇନାର सर्टिफिकेट ଖାଡ଼ି ଦେବୁ। ଦେଖ ଲୁଇ ସାଇନା ପରିଶ୍ରମ କଲା ଡ୍ରଇଂ ବି ତାର ଭଲ ବି ସେଥିଲାଗି ତାକୁ सर्टिफिकेट ମିଳିଲା। ତୁ ବି ସେମିତି ପରିଶ୍ରମ କର ତତେ ବି ସବୁଥିରେ सर्टिफिकेट ମିଳିବ। ସବୁଥିରେ ଚେଷ୍ଟା କଲେ ମାନେ କଷ୍ଟ କଲେ କୃଷ୍ଣ ମିଳିବ ନା କି ଏମିତି ପରର ଦେଖିକି ଈର୍ଷା କରିକି ଚିରି ଦବୁ। ବୁଝିଲୁ? ସରି ମାମା ମୁଁ ନା ସାଇଡ ଉପରେ ବହୁତ ଈର୍ଷା କରିଦେଲି ଆଉ ଏ सर्टिफिकेट को ଏବେ ଫାଡ଼ିବା ପାଇଁ ଯାଉଥିଲି। ସରି ମାମା ମତେ କ୍ଷମା କରିଦିଅ। ଏବେ ମୁଁ ବି ଭଲ କରି ପାଠ ପଢ଼ିବି ଆଉ ମୁଁ ବି ଏପରି ଗୋଟେ सर्टिफिकेट ନେଇକି ଆସିବି। ସରି। ଦେଖିଲ ସାଙ୍ଗମାନେ ଲୁଇ କେମିତି ତା ଭୁଲ ବୁଝିଗଲା। ସାଙ୍ଗମାନେ ତମେ ଅଗର କଷ୍ଟ କରିବ ତମର ସେ କଷ୍ଟର ଗୋଟେ ଫଳ ମିଳିବ। ଠିକ ଅଛି ଆଉ କଷ୍ଟ କଲେ ମୋ ପରିକା ପ୍ରାଇଜ ମିଳିବ ଆଉ सर्टिफिकेट भी। ये वीडियो ଭଲ ଲାଗିଥିଲେ ଲାଇକ୍ शेयर सब्सक्राइब कर दबो।